ସମସ୍ତଙ୍କୁ ସ୍ୱାଗତ ଆମର ଏହି ନିଆରା ଗଭୀର ଆଲୋଚନାକୁ। ଆଜି ଆମେ ଏକ ବହୁତ ଖାସ୍ ପ୍ରସଙ୍ଗ ଉପରେ କଥା ହେବାକୁ ଯାଉଛୁ। OSSC CGLର ସାଧାରଣ ଜ୍ଞାନ ପ୍ରାକ୍ଟିସ୍ ସେଟ୍ ନମ୍ବର 13। ଏହି ଗୋଟିଏ ସେଟ୍ ଭିତରେ ଓଡ଼ିଶାର ଭୂଗୋଳ, ଇତିହାସ ଏବଂ ସଂସ୍କୃତିର ବହୁତ କିଛି ଚମତ୍କାର ଦିଗ ଲୁଚି ରହିଛି। ଆଉ ଆମେ ଏଗୁଡ଼ିକୁ କୌଣସି ବୋରିଂ କ୍ଲାସ୍ ଭଳି ଆଲୋଚନା କରିବା ନାହିଁ। ଏହି ପ୍ରାକ୍ଟିସ୍ ସେଟ୍ 13ର ସବୁ ପ୍ରଶ୍ନକୁ ଆମେ ଗୋଟି ଗୋଟି କରି ଖୋଲିବା। ଆଉ ପ୍ରତ୍ୟେକ ପ୍ରଶ୍ନର 4ଟି ବିକଳ୍ପ ଅଛି। ମାନେ କେବଳ ସଠିକ୍ ଉତ୍ତର ଜାଣିବା ଯଥେଷ୍ଟ ନୁହେଁ, ବାକି ଅପସନ୍ଗୁଡ଼ିକ କାହିଁକି ଭୁଲ ତାହା ବି ଜାଣିବା ଦରକାର। ପ୍ରକୃତରେ ସେହିଠାରୁ ହିଁ ତ ଅସଲ ଜ୍ଞାନ ମିଳେ। ତେବେ ଆରମ୍ଭ କରିବା? ହଁ, ନିଶ୍ଚୟ। ତାହେଲେ ଆରମ୍ଭ କରିବା ଆମର ପ୍ରାକୃତିକ ପରିବେଶରୁ। ଏହି ସେଟ୍ର ପ୍ରଥମ ପ୍ରଶ୍ନଟି ପଡ଼ୁଛି, ଶୁଣନ୍ତୁ। କେଉଁ ଜାତୀୟ ଉଦ୍ୟାନ ଲୁଣାପାଣି କୁମ୍ଭୀର ପାଇଁ ପ୍ରସିଦ୍ଧ? ଆଉ ବିକଳ୍ପଗୁଡ଼ିକ ହେଲା A. ଶିମିଳିପାଳ, B. ଭିତରକନିକା, C. ସାତକୋଶିଆ, D. ଡେବ୍ରିଗଡ଼। ଏହାର ସଠିକ୍ ଉତ୍ତର ହେବ ବିକଳ୍ପ ବି ଭିତରକନିକା। ମାନେ ସାଧାରଣତଃ ଅଧିକାଂଶ ଲୋକ ହିଁ ବା ଜାଣିଥିବେ, କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଉଠିଛି, ଅନ୍ୟ ଅଭୟାରଣ୍ୟଗୁଡ଼ିକ ଛାଡ଼ି କେବଳ ଭିତରକନିକାରେ ହିଁ ଏହି ବିଶେଷ ପ୍ରଜାତିର କୁମ୍ଭୀର କାହିଁକି ଦେଖାଯାନ୍ତି? ଏହା ଏକ ଚମତ୍କାର ପ୍ରଶ୍ନ। ଯଦି ଆମେ ବାକି ବିକଳ୍ପଗୁଡ଼ିକୁ ଦେଖିବା, ଯେପରିକି ଶିମିଳିପାଳ କିମ୍ବା ଡେବ୍ରିଗଡ଼, ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ମଧୁର ଜଳ ବା ଫ୍ରେଶ୍ ୱାଟର ଅଞ୍ଚଳ। ଆଚ୍ଛା। ଆଉ ସାତକୋଶିଆରେ ମଧ୍ୟ ମହାନଦୀର ମଧୁର ଜଳ ପ୍ରବାହିତ ହେଉଛି। ସେଠାରେ ଆପଣ ଘଡ଼ିଆଳ କୁମ୍ଭୀର ଦେଖିବାକୁ ପାଇବେ। କିନ୍ତୁ ଭିତରକନିକାର ପରିବେଶ ସମ୍ପୂର୍ଣ୍ଣ ଅଲଗା। ଏହା ଏକ ମୁହାଣ ଅଞ୍ଚଳ। ଯେଉଁଠି ନଦୀ ସମୁଦ୍ର ସହ ମିଶେ। ବିଲକୁଲ। ବ୍ରାହ୍ମଣୀ, ବୈତରଣୀ ଏବଂ ଧାମରା ନଦୀର ମଧୁର ଜଳ ଆସି ବଙ୍ଗୋପସାଗରର ଲୁଣିଆ ଜଳ ସହିତ ମିଶୁଛି। ଏହି ଯେଉଁ ବ୍ରାକିଶ୍ ୱାଟର ବା ଖାରିଆ ପାଣି ହେଲା, ତାହା ହେଉଛି ଲୁଣାପାଣି କୁମ୍ଭୀରଙ୍କ ପାଇଁ ସବୁଠାରୁ ଆଦର୍ଶ ବାସସ୍ଥାନ। ଭାରତର ସର୍ବାଧିକ ଲୁଣାପାଣି କୁମ୍ଭୀର ଏଠି ହିଁ ଅଛନ୍ତି। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭିତରକନିକା ତ ତାର ମ୍ୟାଙ୍ଗ୍ରୋଭ ବା ହେନ୍ତାଳ ଜଙ୍ଗଲ ପାଇଁ ବି ପ୍ରସିଦ୍ଧ ନା? ହଁ, ଏକଦମ ଠିକ୍। ସମଗ୍ର ବିଶ୍ୱରେ ଏହି ହେନ୍ତାଳ ବନ ପରିଚିତ। ଏହି ଜଙ୍ଗଲର ଚେରଗୁଡ଼ିକ ଏତେ ମଜବୁତ ଯେ ସାମୁଦ୍ରିକ ବାତ୍ୟା ଓ ସୁନାମି ସମୟରେ ଏହା ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏକ ଅଭେଦ୍ୟ ପ୍ରାଚୀର ଭଳି ଠିଆ ହୋଇଥାଏ। ସତରେ ଏହା କେବଳ ଏକ ବନ୍ୟଜନ୍ତୁ ବାସସ୍ଥାନ ନୁହେଁ, ଆମ ପରିବେଶ ପାଇଁ ଏକ ବଡ଼ ସୁରକ୍ଷା କବଚ ମଧ୍ୟ। ଆଚ୍ଛା, ଏବେ ପ୍ରାକୃତିକ ସମ୍ପଦରୁ ଟିକେ ମଣିଷକୃତ ସଫଳତା ଆଡ଼କୁ ଯିବା। ଦ୍ୱିତୀୟ ପ୍ରଶ୍ନଟି ହେଉଛି, ଓଡ଼ିଶାର କେଉଁ ଜିଲ୍ଲାକୁ ଓଡ଼ିଶାର ଭାତହାଣ୍ଡି କୁହାଯାଏ? ଇଂରାଜୀରେ ଯାହାକୁ ରାଇସ୍ ବାଉଲ୍ ଅଫ୍ ଓଡ଼ିଶା କୁହାଯାଏ। ହଁ, ଆଉ ବିକଳ୍ପଗୁଡ଼ିକ ହେଲା A. କଟକ, B. ବଲାଙ୍ଗୀର, C. ବରଗଡ଼ ଏବଂ D. ସମ୍ବଲପୁର। ଆଉ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ C. ବରଗଡ଼। ଏକଦମ ସଠିକ୍। କିନ୍ତୁ ଭୌଗୋଳିକ ଦୃଷ୍ଟିକୋଣରେ ଯଦି ଆମେ ଦେଖିବା, ପଶ୍ଚିମ ଓଡ଼ିଶାର ଜଳବାୟୁ ତ ଟିକେ ଶୁଷ୍କ। ତେବେ ଗୋଟିଏ ଶୁଷ୍କ ଅଞ୍ଚଳ କିପରି ସମଗ୍ର ରାଜ୍ୟର ଭାତହାଣ୍ଡି ପାଲଟିଗଲା? ମାନେ ଏହା ପଛର କାରଣ କ'ଣ? ସେଇଟା ହିଁ ତ ସବୁଠୁ ବଡ଼ ରୋଚକ କାହାଣୀ ବରଗଡ଼ର। ପ୍ରକୃତରେ ବରଗଡ଼ ଆଗରୁ ଏତେ ସବୁଜ ଏବଂ କୃଷିବହୁଳ ନଥିଲା। ଏହି ଆଖ୍ୟା ପଛରେ ଏକ ବିରାଟ ମଣିଷକୃତ ଚମତ୍କାର ଲୁଚି ରହିଛି। ଆଉ ତାହା ହେଉଛି ସମ୍ବଲପୁର ନିକଟସ୍ଥ ହୀରାକୁଦ ଡ୍ୟାମ୍। ଓହୋ, ଡ୍ୟାମ୍ର ଜଳସେଚନ ପାଇଁ? ହଁ, ହୀରାକୁଦ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ହେବା ପରେ ସେଥିରୁ ବାହାରିଥିବା ବରଗଡ଼ କେନାଲ ସିଷ୍ଟମ ସମ୍ପୂର୍ଣ୍ଣ ଜିଲ୍ଲାର ରୂପରେଖା ବଦଳାଇ ଦେଲା। ଆଗରୁ ଯେଉଁଠି ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରୁଥିଲେ, ଏବେ ସେଠାରେ ବର୍ଷା ତମାମ ଜଳସେଚନର ସୁବିଧା ଉପଲବ୍ଧ ହେଲା। ତାମାନେ ପର୍ଯ୍ୟାପ୍ତ ଜଳ ଏବଂ ସେଠାକାର ଉର୍ବର ମାଟି ମିଶି ଏକ ଅନୁକୂଳ ପରିବେଶ ସୃଷ୍ଟି କଲେ। ଯାହାଫଳରେ ଆଜି ବରଗଡ଼ ରେକର୍ଡ ପରିମାଣର ଧାନ ଉତ୍ପାଦନ କରିପାରୁଛି। ଏହା ପ୍ରମାଣ କରେ ଯେ ସଠିକ୍ ଭିତ୍ତିଭୂମି ବିକାଶ ଗୋଟିଏ ଅଞ୍ଚଳର ଅର୍ଥନୀତିକୁ କିପରି ବଦଳାଇ ଦେଇପାରେ। ସତରେ ଏହା ଜଳ ନିୟନ୍ତ୍ରଣର ଏକ ଅଦ୍ଭୁତ ଉଦାହରଣ। ଆଚ୍ଛା, ଜଳ କଥା ପଡ଼ିଛି ଯେତେବେଳେ, ଏହି ପ୍ରାକ୍ଟିସ୍ ସେଟ୍ରେ ଜଳଭାଗକୁ ନେଇ ଆଉ ଏକ ପ୍ରସଙ୍ଗ ରହିଛି, ଚିଲିକା ହ୍ରଦ ସମ୍ପର୍କରେ। ଚିଲିକା ଉପରେ ତ ପ୍ରାୟତଃ ପ୍ରଶ୍ନ ଆସେ ପରୀକ୍ଷାରେ। ହଁ। ତୃତୀୟ ପ୍ରଶ୍ନଟି ହେଲା, CDA କାହିଁକି ପ୍ରତିଷ୍ଠା ହୋଇଥିଲା? ବିକଳ୍ପ ଅଛି A. ଶିଳ୍ପ ବିକାଶ, B. ଚିଲିକା ଇକୋସିଷ୍ଟମର ସୁରକ୍ଷା, C. ପର୍ଯ୍ୟଟନର ପ୍ରସାର ଏବଂ D. କେବଳ ମତ୍ସ୍ୟ ବିକାଶ। ଏହାର ଉତ୍ତର ହେବ B. ଚିଲିକା ଇକୋସିଷ୍ଟମର ସୁରକ୍ଷା। ଟିକେ ବୁଝାଇବେ CDA ବିଷୟରେ? ନିଶ୍ଚୟ। ଚିଲିକା ହେଉଛି ଏସିଆର ସର୍ବବୃହତ୍ ଖାରିଆ ପାଣି ହ୍ରଦ। ସମୁଦ୍ର ସହ ସଂଯୁକ୍ତ ଥିବାରୁ ଏହାର ଜୈବ ବିବିଧତା ଅତ୍ୟନ୍ତ ସ୍ୱତନ୍ତ୍ର।
ଏତେ ବିଶାଳ ଏବଂ ସମ୍ବେଦନଶୀଳ ଇକୋସିଷ୍ଟମ ଉପରେ ଯେତେବେଳେ ପ୍ରଦୂଷଣ, ଅବୈଧ ଚିଙ୍ଗୁଡ଼ି ଘେରି ଏବଂ ପୋତି ହୋଇଯିବାର ବିପଦ ମାଡ଼ି ଆସିଲା, ହଁ, ମୁଁ ପଢ଼ିଥିଲି ଥରେ ଚିଲିକାର ଆକାର ଛୋଟ ହୋଇଯାଉଥିଲା। ସେତେବେଳେ ହିଁ ଚିଲିକା ଡେଭଲପମେଣ୍ଟ ଅଥରିଟି ବା CDA ଗଠନ କରାଗଲା। ସରକାର ବୁଝିଲେ ଯେ ଯଦି କେବଳ ପର୍ଯ୍ୟଟନ କିମ୍ବା ମତ୍ସ୍ୟଶିଳ୍ପ ଉପରେ ଜୋର ଦିଆଯାଏ, ତେବେ ପରିବେଶ ନଷ୍ଟ ହେବ। ଇକୋସିଷ୍ଟମ ବଞ୍ଚିଲେ ହିଁ ମାଛ ବଞ୍ଚିବେ ଆଉ ପକ୍ଷୀ ଆସିବେ। ଏକଦମ ସଠିକ୍ କଥା। ବର୍ତ୍ତମାନ ଆମେ ଚତୁର୍ଥ ପ୍ରଶ୍ନକୁ ଯିବା। ଏହା ଆମ ହସ୍ତତନ୍ତ ସହ ଜଡ଼ିତ। ପ୍ରଶ୍ନ ହେଉଛି, ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧ ବସ୍ତ୍ର କେଉଁ ଅଞ୍ଚଳରୁ ଆସିଥାଏ? ବିକଳ୍ପ ଏ ମୟୂରଭଞ୍ଜ, ବି ସମ୍ବଲପୁର, ସି ପୁରୀ ଆଉ ଡି କେନ୍ଦ୍ରାପଡ଼ା। ଏହାର ଉତ୍ତର ତ ନାମରୁ ହିଁ ସ୍ପଷ୍ଟ ଜଣାପଡ଼ୁଛି। ଅପସନ୍ ବି ସମ୍ବଲପୁର। ହଁ, କିନ୍ତୁ ଏହି ଯୋଉ ବାନ୍ଧ କିମ୍ବା ଇକତ ବୁଣା କୌଶଳ ଅଛି, ତା ପଛରେ ଏକ ପ୍ରକାରର ଜଟିଳ ଗଣିତ ରହିଛି ବୋଲି ମୁଁ ଶୁଣିଛି। ସେ ବିଷୟରେ ଟିକେ କହିବେ କି? ସମ୍ବଲପୁରୀ ବାନ୍ଧ କଳାର କୌଶଳ ସତରେ ଆଶ୍ଚର୍ଯ୍ୟଜନକ। ଆମେ ସାଧାରଣତଃ ଦେଖୁ ଯେ ଲୁଗାବୁଣା ସରିବା ପରେ ତା ଉପରେ ରଙ୍ଗ କିମ୍ବା ଛାପା କାମ ହୁଏ। କିନ୍ତୁ ଏହି ଟାଇ ଆଣ୍ଡ ଡାଇ କୌଶଳରେ ପ୍ରକ୍ରିୟାଟି ସମ୍ପୂର୍ଣ୍ଣ ଓଲଟା। ଓଲଟା ମାନେ କେମିତି? ମାନେ ତନ୍ତ୍ରରେ ଲୁଗା ବୁଣିବା ପୂର୍ବରୁ ଧଳା ସୂତାଗୁଡ଼ିକୁ ନେଇ କାରିଗରମାନେ ମନ ଭିତରେ ଏକ ଡିଜାଇନ ଚିନ୍ତା କରନ୍ତି। ତାପରେ ସେହି ସୂତାର କିଛି ଅଂଶକୁ ପ୍ଲାଷ୍ଟିକ କିମ୍ବା ରବରରେ ଅତି ନିଖୁଣ ଭାବେ ବାନ୍ଧନ୍ତି ଏବଂ ତାକୁ ରଙ୍ଗରେ ବୁଡ଼ାନ୍ତି। ଯୋଉଠି ବନ୍ଧା ହୋଇଥିବ ସେଠି ରଙ୍ଗ ଲାଗିବ ନାହିଁ। ଠିକ୍ ଧରିଛନ୍ତି। ଏହିପରି ଏକାଧିକ ଥର ଭିନ୍ନ ଭିନ୍ନ ରଙ୍ଗରେ ବାନ୍ଧିବା ଏବଂ ବୁଡ଼ାଇବା ପ୍ରକ୍ରିୟା ଚାଲେ। ଶେଷରେ ଯେତେବେଳେ ସେହି ରଙ୍ଗୀନ ସୂତାଗୁଡ଼ିକୁ ଖୋଲି ତନ୍ତ୍ରରେ ବୁଣାଯାଏ, ସେତେବେଳେ ଶଙ୍ଖଚକ୍ର କିମ୍ବା ଫୁଲର ଡିଜାଇନ ଆପେ ଆପେ ଲୁଗା ଉପରେ ଫୁଟିଉଠେ। ବାପରେ, ଲୁଗା ବୁଣିବା ପୂର୍ବରୁ ଡିଜାଇନକୁ କେବଳ ମନ ଭିତରେ ଭାବି ସୂତାକୁ ସେହି ଅନୁପାତରେ ବାନ୍ଧିବା କୌଣସି ଇଞ୍ଜିନିୟରିଂ ଠାରୁ କମ୍ ନୁହେଁ। ଏହା ପ୍ରକୃତିରେ ଏକ ମାନସିକ ଗଣିତ। ହଁ, କାରିଗରମାନଙ୍କର ନିଖୁଣ କଳାର ଏହା ଶ୍ରେଷ୍ଠ ନିଦର୍ଶନ। ଆଚ୍ଛା, ଏବେ ପଞ୍ଚମ ପ୍ରଶ୍ନ ପଡ଼ୁଛି। ଏହା ପୁଣି ଏକ ନଦୀ ପ୍ରସଙ୍ଗ। କେଉଁ ନଦୀ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ କିଛି ସ୍ଥାନରେ ଉତ୍ତର ସୀମା ନିର୍ଦ୍ଧାରଣ କରେ? ଅପସନ୍ଗୁଡ଼ିକ ହେଲା ଏ ଋଷିକୁଲ୍ୟା, ବି ସୁବର୍ଣ୍ଣରେଖା, ସି ବଂଶଧାରା, ଡି ନାଗାବଳୀ। ଏଠାରେ ଯଦି ଆମେ ଅପସନ୍ଗୁଡ଼ିକୁ ଏଲିମିନେଟ୍ କରିବା, ବହୁତ ସହଜ ହୋଇଯିବ। ବଂଶଧାରା ଏବଂ ନାଗାବଳୀ ହେଉଛି ଦକ୍ଷିଣ ଓଡ଼ିଶାର ନଦୀ, ଯାହା ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଉଛି। ଆଉ ଋଷିକୁଲ୍ୟା ମଧ୍ୟ ଗଞ୍ଜାମ ଆଡ଼କୁ ଅଛି। ବିଲକୁଲ। ତେଣୁ ବାକି ରହିଲା ଅପସନ୍ ବି ସୁବର୍ଣ୍ଣରେଖା, ଯାହାକି ସଠିକ୍ ଉତ୍ତର। କିନ୍ତୁ ଏହି ନଦୀ କିପରି ରାଜ୍ୟର ସୀମା ପାଲଟିଯାଏ, ତାହା ଜାଣିବାକୁ କୌତୂହଳ ଲାଗୁଛି। ଭୂଗୋଳରେ ନ୍ୟାଚୁରାଲ ବାଉଣ୍ଡ୍ରି ବା ପ୍ରାକୃତିକ ସୀମାରେଖାର ବହୁତ ଗୁରୁତ୍ୱ ଅଛି। ସୁବର୍ଣ୍ଣରେଖା ନଦୀର ଉତ୍ପତ୍ତି ସ୍ଥଳ ହେଉଛି ଝାଡ଼ଖଣ୍ଡର ଛୋଟନାଗପୁର ମାଳଭୂମି। ଏହା ଝାଡ଼ଖଣ୍ଡରୁ ବାହାରି ପଶ୍ଚିମବଙ୍ଗ ଦେଇ ଆସେ ଏବଂ ତାପରେ ଆମର ଉତ୍ତର ଓଡ଼ିଶା, ବିଶେଷ କରି ବାଲେଶ୍ୱର ଦେଇ ବଙ୍ଗୋପସାଗରରେ ପଡ଼େ। ତାମାନେ ଏହା ତିନୋଟି ରାଜ୍ୟ ଦେଇ ଗତି କରୁଛି। ହଁ, ଏବଂ ଏହି ଯାତ୍ରା ପଥରେ କିଛି ଅଞ୍ଚଳ ଏପରି ଅଛି ଯେଉଁଠି ନଦୀର ଗୋଟିଏ ପାଖରେ ଝାଡ଼ଖଣ୍ଡ ରହିଛି ଏବଂ ଅପର ପାଖରେ ଓଡ଼ିଶା। ହଜାର ହଜାର ବର୍ଷ ଧରି ଏହି ନଦୀ ଏକ ସ୍ୱାଭାବିକ ବିଭାଜକ ରେଖା ଭାବରେ କାର୍ଯ୍ୟ କରିଆସୁଛି। ଏହା ଜାଣିବା ପ୍ରକୃତିରେ ମଜାଦାର। ଆଚ୍ଛା, ଉତ୍ତର ଓଡ଼ିଶା କଥା ଯେତେବେଳେ ପଢ଼ିଲା, ସେହି ଅଞ୍ଚଳର ଆଉ ଏକ ବିଶାଳ ପ୍ରାକୃତିକ ପରିଚୟ ବିଷୟରେ ଷଷ୍ଠ ପ୍ରଶ୍ନଟି ଅଛି। ଏହା ଏକ ଷ୍ଟେଟମେଣ୍ଟ ଆଧାରିତ ପ୍ରଶ୍ନ। ଷ୍ଟେଟମେଣ୍ଟ ପ୍ରଶ୍ନଗୁଡ଼ିକ ପିଲାଙ୍କୁ ବହୁତ କନଫ୍ୟୁଜ କରେ। ହଁ, ପ୍ରଶ୍ନଟି ହେଲା, ଶିମିଳିପାଳ ସମ୍ପର୍କରେ କେଉଁ ଷ୍ଟେଟମେଣ୍ଟ ଠିକ୍? ଷ୍ଟେଟମେଣ୍ଟ 1, ଏହା ମୟୂରଭଞ୍ଜରେ ଅଛି। ଷ୍ଟେଟମେଣ୍ଟ 2, ଏହା ଏକ ୟୁନେସ୍କୋ ବାୟୋସ୍ଫିୟର ରିଜର୍ଭ। ଆଉ ଅପସନ୍ ହେଲା ଏ କେବଳ 1, ବି କେବଳ 2, ସି ଉଭୟ 1 ଓ 2, ଡି କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି, ଉଭୟ 1 and 2। ଶିମିଳିପାଳ ମୟୂରଭଞ୍ଜରେ ଅବସ୍ଥିତ, ଏହା ତ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି ୟୁନେସ୍କୋ ମାନ୍ୟତା ଏହାକୁ କେତେ ସ୍ୱତନ୍ତ୍ର କରୁଛେ? ମାନେ ଏହି ବାୟୋସ୍ଫିୟର ରିଜର୍ଭର ପ୍ରକୃତ ଅର୍ଥ କ'ଣ? ଦେଖନ୍ତୁ, ୟୁନେସ୍କୋ ମାନ୍ୟତା ମିଳିବା କିଛି ଛୋଟ କଥା ନୁହେଁ। ଏହା ପ୍ରମାଣ କରେ ଯେ ଶିମିଳିପାଳ କେବଳ ଗୋଟିଏ ସାଧାରଣ ଜଙ୍ଗଲ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଜଟିଳ ଇକୋସିଷ୍ଟମ। ଏଠାରେ ମହାବାଳ ବାଘ ଏବଂ ଏସିଆଇ ହାତୀ ସୁରକ୍ଷିତ ଭାବେ ବାସ କରୁଛନ୍ତି। ଏବଂ ସେଠାରେ ଅନେକ ସୁନ୍ଦର ଜଳପ୍ରପାତ ମଧ୍ୟ ଅଛି, ଯେମିତିକି ବରେହି ପାଣି। ହଁ, ଏବଂ ଜୋରନ୍ଦା ମଧ୍ୟ।
ବାୟୋସ୍ଫିୟର ରିଜର୍ଭର ମୂଳ ଲକ୍ଷ୍ୟ କେବଳ ପଶୁପକ୍ଷୀଙ୍କୁ ବଞ୍ଚାଇବା ନୁହେଁ, ସେହି ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚୁଥିବା ସ୍ଥାନୀୟ ଜନଜାତିଙ୍କର ସାମଗ୍ରିକ ବିକାଶ ଏବଂ ସୁରକ୍ଷା ନିଶ୍ଚିତ କରିବା ମଧ୍ୟ ଏହାର ଲକ୍ଷ୍ୟ। ଏହା ଏକ ଗ୍ଲୋବାଲ ସ୍ୱୀକୃତି। ଆମ ଓଡ଼ିଶାରେ ସତରେ ବିଶ୍ୱସ୍ତରୀୟ ପ୍ରାକୃତିକ ଐତିହ୍ୟ ଭରି ରହିଛି। ଏବେ ସପ୍ତମ ପ୍ରଶ୍ନ ଆଡ଼କୁ ଯିବା, ଯାହାକି ଆମର ଐତିହାସିକ ଗୌରବ ସହ ଜଡ଼ିତ। ଆମ ପ୍ରାଚୀନ ଇତିହାସ ବହୁତ ସମୃଦ୍ଧ। ହଁ, ପ୍ରଶ୍ନଟି ହେଲା, ଦକ୍ଷିଣ ପୂର୍ବ ଏସିଆ ସହ ବାଣିଜ୍ୟ ପାଇଁ କେଉଁ ପ୍ରାଚୀନ ବନ୍ଦର ପ୍ରସିଦ୍ଧ ଥିଲା? ଅପସନ୍ଗୁଡ଼ିକ ହେଲା ଏ ତାମ୍ରଲିପ୍ତ, ବି ପାଲୁର, ସି ଚାନ୍ଦବାଲି ଓ ଡି ପାରାଦୀପ। ଏହାର ଉତ୍ତର ହେବ ଅପସନ୍ ବି ପାଲୁରା ବନ୍ଦର। ଆଶ୍ଚର୍ଯ୍ୟର କଥା ହେଉଛି, ଆମେ ଏବେ ପାରାଦୀପ ବା ଚାନ୍ଦବାଲି ନାମ ବହୁତ ଶୁଣୁଛୁ, କିନ୍ତୁ ଏହି ପାଲୁର ବନ୍ଦର ବିଷୟରେ ସାଧାରଣତଃ ଏତେ ଚର୍ଚ୍ଚା ହୁଏ ନାହିଁ। ଏହା ହିଁ ତ ଇତିହାସର ବିଡ଼ମ୍ବନା। ଆଜି ଯାହାକୁ ଆମେ ଗଞ୍ଜାମ ଜିଲ୍ଲାର ପାଲୁର ବୋଲି ଜାଣୁଛୁ, ପ୍ରାଚୀନ କାଳରେ ତାହା ସମଗ୍ର ବିଶ୍ୱ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଥିଲା। ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ଦ୍ୱିତୀୟ ଶତାବ୍ଦୀର ପ୍ରସିଦ୍ଧ ଗ୍ରୀକ୍ ଭୂଗୋଳବିଦ୍ କ୍ଲାଉଡିୟସ୍ ଟଲେମି ନିଜର ଗ୍ରନ୍ଥରେ ଏହି ବନ୍ଦର ବିଷୟରେ ଉଲ୍ଲେଖ କରିଛନ୍ତି। ଟିକେ ରହନ୍ତୁ, ପ୍ରାଚୀନ ଗ୍ରୀସର ଜଣେ ବୈଜ୍ଞାନିକ ସେ ବି କାଳରେ ଆମ ଓଡ଼ିଶାର ଏକ ବନ୍ଦର ବିଷୟରେ ନିଜ ବହିରେ ଲେଖିଛନ୍ତି? ହଁ, ସେ ଏହାକୁ ପାଲୁରା ବୋଲି ଲେଖିଛନ୍ତି ଆଉ ଦର୍ଶାଇଛନ୍ତି ଯେ ଏହିଠାରୁ ହିଁ ଜାହାଜଗୁଡ଼ିକ ସିଧାସଳଖ ସମୁଦ୍ର ପାର ହୋଇ ସୁବର୍ଣ୍ଣଭୂମି ବା ଆଜିର ଦକ୍ଷିଣ ପୂର୍ବ ଏସିଆ ଅଭିମୁଖେ ଯାତ୍ରା କରୁଥିଲେ। ଭାବିଲେ ଗର୍ବ ଲାଗୁଛି ଯେ ସେତେବେଳେ ଆମର ନେଟୱାର୍କ ବା ଯୋଗାଯୋଗ ବ୍ୟବସ୍ଥା କେତେ ଶକ୍ତିଶାଳୀ ଥିବ। ସେହି ସମୟର ନୌବାଣିଜ୍ୟ ଆଜିର ଗ୍ଲୋବାଲାଇଜେସନ ଠାରୁ କୌଣସି ଗୁଣରେ କମ୍ ନଥିଲା। ଆମର ସାଧବ ପୁଅମାନେ ଜାଭା, ସୁମାତ୍ରା, ବୋର୍ନିଓ ଏବଂ ବାଲି ଦ୍ୱୀପ ସହିତ ନିୟମିତ ବ୍ୟବସାୟ କରୁଥିଲେ। ଆଉ ସେହି ମହାନ ପରମ୍ପରାକୁ ଆମେ ଆଜି ବି ପାଳନ କରୁଛୁ। ଏହା ସହ ଜଡ଼ିତ ଆମର ଅଷ୍ଟମ ପ୍ରଶ୍ନଟି ଅଛି, ବାଲିଯାତ୍ରା କେଉଁ ସହରରେ ପାଳନ କରାଯାଏ? ଅପସନ୍ ଏ ପୁରୀ, ବି ଭୁବନେଶ୍ୱର, ସି କଟକ ଆଉ ଡି ସମ୍ବଲପୁର। ଉତ୍ତର ତ ସମସ୍ତଙ୍କୁ ଜଣା, ଅପସନ୍ ସି କଟକ। ହଁ, କଟକର ମହାନଦୀ କୂଳରେ ବାଲିଯାତ୍ରା ହୁଏ, କିନ୍ତୁ ପାଲୁରଠାରୁ କଟକ ଏହି ଯାତ୍ରା କେମିତି ଯୋଡ଼ି ହେଲା ତାହା ବୁଝିବା ଦରକାର। ହଁ, ମୁଁ ବି ସେଇଆ ଭାବୁଥିଲି। ଯଦି ବନ୍ଦର ପାଲୁରରେ ଥିଲା, ତେବେ ଉତ୍ସବ କଟକରେ କାହିଁକି? ଦେଖନ୍ତୁ, ପ୍ରାଚୀନ କାଳରେ କେବଳ ଗୋଟିଏ ବନ୍ଦର ନଥିଲା। ପାଲୁର, ଚିଡ଼ିତୋଡ଼, ତାମ୍ରଲିପ୍ତ ଏମିତି ଅନେକ ବନ୍ଦର ଥିଲା। କଟକ, ଯାହାକି ମହାନଦୀ ଓ କାଠଯୋଡ଼ିର ମଧ୍ୟଭାଗରେ ଅବସ୍ଥିତ, ତାହା ଆଭ୍ୟନ୍ତରୀଣ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଥିଲା। ଓହୋ, ତେଣୁ ନଦୀ ପଥରେ ମାଲ ପରିବହନ ହେଉଥିଲା। ଏକଦମ ଛୋଟ ଡଙ୍ଗାରେ ମାଲ ନଦୀ ଦେଇ ଆସୁଥିଲା ଏବଂ ପରେ ବଡ଼ ଜାହାଜ ବା ବୋଇତରେ ଲଦା ହୋଇ ସମୁଦ୍ର ପାର କରୁଥିଲା। ଆଜିର ବାଲିଯାତ୍ରା ସେହି ପ୍ରାଚୀନ ସମୃଦ୍ଧିର ଏକ ସାଂସ୍କୃତିକ ସ୍ମୃତିଚାରଣ। କାର୍ତ୍ତିକ ପୂର୍ଣ୍ଣିମା ଦିନ ହିଁ କାହିଁକି ଆମେ ଡଙ୍ଗା ଭସାଉ? ତାର ବି କିଛି ବୈଜ୍ଞାନିକ କାରଣ ଅଛି କି? ନିଶ୍ଚୟ ଅଛି। ଠିକ୍ ଏହି ସମୟରେ ହିଁ ମୌସୁମୀ ପବନର ଦିଗ ବଦଳୁଥିଲା, ଯାହା ବୋଇତଗୁଡ଼ିକୁ ସହଜରେ ଦକ୍ଷିଣ ପୂର୍ବ ଏସିଆ ଆଡ଼କୁ ଠେଲି ନେବାରେ ସାହାଯ୍ୟ କରୁଥିଲା। ଏହା କେବଳ ଏକ ପରମ୍ପରା ନୁହେଁ, ଏହା ଆମ ଇତିହାସର ଜୀବନ୍ତ ଦଲିଲ। ଇତିହାସ କଥା ପଢ଼ିଲେ ରୋମାଞ୍ଚିତ ଲାଗେ। ଏବେ ଆମେ ନବମ ପ୍ରଶ୍ନକୁ ଆସିଗଲେ। ଏହା ପୁଣିଥରେ ଚିଲିକା ହ୍ରଦ ଉପରେ ଏକ ଷ୍ଟେଟମେଣ୍ଟ ପ୍ରଶ୍ନ। ଚିଲିକା ସତରେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ପ୍ରଶ୍ନଟି ହେଲା, ଚିଲିକା ହ୍ରଦ ସମ୍ପର୍କରେ ଷ୍ଟେଟମେଣ୍ଟ 1, ଏହା ଭାରତର ସର୍ବବୃହତ ଉପକୂଳ ହ୍ରଦ। ଷ୍ଟେଟମେଣ୍ଟ 2, ଏହା ପ୍ରବାସୀ ପକ୍ଷୀଙ୍କ ପାଇଁ ପ୍ରସିଦ୍ଧ। ବିକଳ୍ପଗୁଡ଼ିକ ହେଲା ଏ କେବଳ 1, ବି କେବଳ 2, ସି ଉଭୟ 1 ଓ 2 ଏବଂ ଡି କୌଣସିଟି ନୁହେଁ। ଆମେ ପୂର୍ବରୁ ଏ ବିଷୟରେ ଟିକେ ଆଲୋଚନା କରିଥିଲେ। ଏହାର ଉତ୍ତର ହେବ ଅପସନ୍ ସି, ଉଭୟ 1 ଓ 2। ହଁ, ପ୍ରଥମ ଷ୍ଟେଟମେଣ୍ଟ ତ ସତ୍ୟ। ଏହା ଭାରତର ଏବଂ ଏସିଆର ସର୍ବବୃହତ କୋଷ୍ଟନ୍ ଲଗୁନ୍। କିନ୍ତୁ ପ୍ରବାସୀ ପକ୍ଷୀଙ୍କ ବିଷୟରେ ଟିକେ କହିବେ କି? ଶୀତଦିନେ ସୁଦୂର ସାଇବେରିଆ, କାସ୍ପିଆନ୍ ସାଗର ଏବଂ ବୈକାଲ ହ୍ରଦ ଅଞ୍ଚଳରୁ ବରଫାବୃତ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲକ୍ଷ ଲକ୍ଷ ପକ୍ଷୀ ହଜାର ହଜାର ମାଇଲ ଉଡ଼ି ଏଠାକୁ ଆସନ୍ତି। ବିଶେଷ କରି ସେହି ନଳବଣ ପକ୍ଷୀ ଅଭୟାରଣ୍ୟକୁ ନା? ହଁ, ନଳବଣ ଦ୍ୱୀପ ସେମାନଙ୍କର ସବୁଠୁ ପ୍ରିୟ ସ୍ଥାନ। ବିନା କୌଣସି ଜିପିଏସ୍ରେ ପକ୍ଷୀମାନେ ନିର୍ଦ୍ଦିଷ୍ଟ ଭାବେ ଏତେ ଦୂରରୁ ଆସି ପହଞ୍ଚିବା ପ୍ରକୃତିର ଏକ ବିସ୍ମୟ। ସତରେ ପ୍ରକୃତି ବହୁତ ରହସ୍ୟମୟ। ଏବେ ଆମେ ଏହି ପ୍ରାକ୍ଟିସ୍ ସେଟ୍ର ଶେଷ ପ୍ରଶ୍ନ ଅର୍ଥାତ୍ 10ମ ପ୍ରଶ୍ନରେ ପହଞ୍ଚିଗଲେଣି। ଏହା ଆମ କଳା ଓ ସଂସ୍କୃତି ସହ ଜଡ଼ିତ। ପ୍ରଶ୍ନ ହେଉଛି, କୋଣାର୍କ ନୃତ୍ୟ ମହୋତ୍ସବ କେଉଁ କୀର୍ତ୍ତିରାଜି ନିକଟରେ ଅନୁଷ୍ଠିତ ହୁଏ? ଅପସନ୍ ଏ ଲିଙ୍ଗରାଜ, ବି
ଜଗନ୍ନାଥ, ସି କୋଣାର୍କ ସୂର୍ଯ୍ୟ ମନ୍ଦିର ଆଉ ଡି ମୁକ୍ତେଶ୍ୱର। ଏହାର ଉତ୍ତର ତ ବହୁତ ସହଜ। ଅପସନ୍ ସି କୋଣାର୍କ ସୂର୍ଯ୍ୟ ମନ୍ଦିର। ହଁ, ଉତ୍ତର ତ ନାମରୁ ହିଁ ଜଣାପଡ଼ୁଛି। କିନ୍ତୁ ଭାରତରେ ତ ଅନେକ ମନ୍ଦିର ଅଛି। କୋଣାର୍କରେ ହିଁ ଏହି ବିଶେଷ ନୃତ୍ୟ ମହୋତ୍ସବ କରିବାର ମୂଳ ଲକ୍ଷ୍ୟ କ'ଣ ହୋଇପାରେ? କୋଣାର୍କ ମନ୍ଦିରର ସ୍ଥାପତ୍ୟକୁ ଯଦି ଆପଣ ଟିକେ ଧ୍ୟାନ ଦେଇ ଦେଖିବେ, ଏହାର କାନ୍ଥରେ ଅସଂଖ୍ୟ ନର୍ତ୍ତକୀଙ୍କର ମୂର୍ତ୍ତି ଖୋଦେଇ ହୋଇଛି, ଯେଉଁମାନେ ବିଭିନ୍ନ ନୃତ୍ୟ ମୁଦ୍ରାରେ ଅଛନ୍ତି। ମାନେ ସେହି ମାହାରୀ ଏବଂ ଦେବଦାସୀ ପରମ୍ପରାର ପ୍ରତିଛବି। ବିଲକୁଲ। ଏହା ପ୍ରମାଣ କରେ ଯେ ନୃତ୍ୟ ଆମର ପୂଜା ପଦ୍ଧତି ଏବଂ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। କୋଣାର୍କ ନୃତ୍ୟ ମହୋତ୍ସବ ସେହି ପଥର ଦେହରେ ଥିବା ସ୍ଥିର କଳାକୁ ଜୀବନ୍ତ କରିବାର ଏକ ସୁନ୍ଦର ପ୍ରୟାସ। ପ୍ରତିବର୍ଷ ଡିସେମ୍ବର ମାସରେ ଏହା ହୁଏ ନା, ମୁକ୍ତାକାଶ ମଞ୍ଚରେ? ହଁ, ପୃଷ୍ଠଭୂମିରେ କୋଣାର୍କ ମନ୍ଦିରକୁ ରଖି ଯେତେବେଳେ ଓଡ଼ିଶୀ, ଭରତନାଟ୍ୟମ୍ କିମ୍ବା କଥକ ନୃତ୍ୟ ପରିବେଷଣ କରାଯାଏ, ତାହା ଭାରତୀୟ ଶାସ୍ତ୍ରୀୟ ନୃତ୍ୟକୁ ଅନ୍ତର୍ଜାତୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇଥାଏ। ଏହା କେବଳ ମନୋରଞ୍ଜନ ନୁହେଁ, ଆମ ଶାସ୍ତ୍ରୀୟ କଳାର ପ୍ରୋତ୍ସାହନ ପାଇଁ ଏକ ବଡ଼ ମଞ୍ଚ। ବହୁତ ସୁନ୍ଦର। ତେବେ ଆମେ 10ଟି ଯାକ ପ୍ରଶ୍ନ ଆଲୋଚନା କରିସାରିଲେ। ଏହିସବୁ ବିଶ୍ଳେଷଣରୁ ଆମେ ଆଜି ଏକ ସମ୍ପୂର୍ଣ୍ଣ ଯାତ୍ରା କଲେ ବୋଲି ମୁଁ ଅନୁଭବ କରୁଛି। ହଁ, ଓଡ଼ିଶାର ବିଭିନ୍ନ ଦିଗକୁ ଆମେ ସ୍ପର୍ଶ କଲେ। ଭିତରକନିକାର ଲୁଣାପାଣି କୁମ୍ଭୀରଙ୍କଠାରୁ ଆରମ୍ଭ କରି ବରଗଡ଼ର ସବୁଜ ଧାନକ୍ଷେତ ଏବଂ ହୀରାକୁଦର ଅବଦାନ, ଚିଲିକାକୁ ଉଡ଼ି ଆସୁଥିବା ପକ୍ଷୀ ଆଉ ସୁବର୍ଣ୍ଣରେଖାର ପ୍ରାକୃତିକ ସୀମାରେଖା, ତାପରେ ଶିମଳିପାଳର ଜୈବ ବିବିଧତା, ସମ୍ବଲପୁରୀ ବୁଣାକାରଙ୍କ ମାନସିକ ଗଣିତ, ଆଉ ଶେଷରେ ପାଲୁରର ପ୍ରାଚୀନ ବନ୍ଦରରୁ ବାହାରି କଟକର ବାଲିଯାତ୍ରା ଅତିକ୍ରମ କରି କୋଣାର୍କର ମୁକ୍ତାକାଶ ମଞ୍ଚରେ ଆସି ପହଞ୍ଚିଲେ। ଏହି ଗୋଟିଏ ପ୍ରାକ୍ଟିସ୍ ସେଟ୍ କିପରି ଆମ ଓଡ଼ିଶାର ଏକ ବିଶାଳ ଚିତ୍ର ଆଙ୍କିଦେଲା, ତାହା ସତରେ ଆଶ୍ଚର୍ଯ୍ୟଜନକ। ଏହା ହିଁ ହେଉଛି ପ୍ରକୃତ ଅଧ୍ୟୟନର ମଜା। ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଆଗକୁ ଯେତେବେଳେ ବି କୌଣସି ପ୍ରାକ୍ଟିସ୍ ସେଟ୍ ପଢ଼ିବେ, ତାହାକୁ କେବଳ ଘୋଷି ଦିଅନ୍ତୁ ନାହିଁ। ପ୍ରଶ୍ନ ପଚାରନ୍ତୁ ଯେ କାହିଁକି ବଡ଼ଗଡ଼, କାହିଁକି ଭାତହାଣ୍ଡି ହେଲା, କିମ୍ବା ସୁବର୍ଣ୍ଣରେଖା କାହିଁକି ସୀମା ପାଲଟିଲା। କାରଣ ଯେତେବେଳେ ଆମେ ତଥ୍ୟ ପଛର ବାସ୍ତବିକତାକୁ ଖୋଲିକି ଦେଖୁ, ଆମ ମସ୍ତିଷ୍କ ତାହାକୁ ଏକ କାହାଣୀ ରୂପରେ ଗ୍ରହଣ କରେ, ଯାହା କେବେ ବି ଭୁଲି ହୁଏ ନାହିଁ। ଏକଦମ ସଠିକ୍ କଥା। ମୋର ଆଶା ଆଜିର ଏହି ବିଶ୍ଳେଷଣ ନିଶ୍ଚିତ ଭାବେ ଅନେକ ଦ୍ୱନ୍ଦ୍ୱ ଦୂର କରିବାରେ ସାହାଯ୍ୟ କରିଥିବ। ସମ୍ପୂର୍ଣ୍ଣ ସହମତ। ଆଉ ଆଜିର ଏହି ସୁନ୍ଦର ଯାତ୍ରା ଶେଷ କରିବା ପୂର୍ବରୁ ମୁଁ ଏକ କୌତୂହଳପୂର୍ଣ୍ଣ ଚିନ୍ତା ଛାଡ଼ି ଦେଇଯିବାକୁ ଚାହେଁ। ଆମେ ଜାଣିଲେ ଯେ ପାଲୁର ବନ୍ଦର ଏବଂ ବାଲିଯାତ୍ରା ପ୍ରାଚୀନ କାଳରେ ଦକ୍ଷିଣ ପୂର୍ବ ଏସିଆ ସହିତ ଆମର ନିବିଡ଼ ବାଣିଜ୍ୟିକ ସମ୍ପର୍କର ପ୍ରମାଣ ଦିଏ। ଆମ ସାଧବ ପୁଅମାନେ ସେଠାକୁ ଯାଉଥିଲେ ଏବଂ ବ୍ୟବସାୟ କରୁଥିଲେ। ଏହା ଏକ ଦୀର୍ଘ ସମୟର ସମ୍ପର୍କ ଥିଲା। ତେବେ ଟିକେ ଶାନ୍ତ ମନରେ ଭାବି ଦେଖନ୍ତୁ, ସେହି ହଜାର ହଜାର ବର୍ଷ ତଳର ବ୍ୟବସାୟିକ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ସମୟରେ ଦକ୍ଷିଣ ପୂର୍ବ ଏସିଆର କେଉଁ ସବୁ ଅଜଣା ସାଂସ୍କୃତିକ ପ୍ରଭାବ, ଖାଦ୍ୟପେୟର ଶୈଳୀ, ପରମ୍ପରା କିମ୍ବା ଶବ୍ଦ ଆମର ଆଜିର ଦୈନନ୍ଦିନ ଓଡ଼ିଆ ଜୀବନଶୈଳୀରେ ଲୁଚି ରହିଥିବ, ଯାହା ବିଷୟରେ ହୁଏତ ଆମେ ଆଦୌ ସଚେତନ ବି ନାହୁଁ। ସତରେ ଏହା ଏକ ଗଭୀର ଚିନ୍ତା। ସେହି ସାମୁଦ୍ରିକ ଲହଡ଼ି ଭିତରେ କେତେ ଯେ ଅକୁହା କାହାଣୀ ଏବଂ ସଂସ୍କୃତିର ମିଶ୍ରଣ ହୋଇଛି, ତାହା ହୁଏତ ଆମକୁ ଦିନେ ନା ଦିନେ ଆଶ୍ଚମ୍ବିତ କରିପାରେ। ଏହି ସୁନ୍ଦର ଅନୁସନ୍ଧାନମୂଳକ ଚିନ୍ତା ସହିତ ଆଜିର ଗଭୀର ଆଲୋଚନାକୁ ଆମେ ଏତିକିରେ ରଖୁଛୁ। ପୁଣି ଏକ ନୂଆ ବିଷୟ ସହ କଥା ହେବା। ଜ୍ଞାନ ଆହରଣ ଜାରି ରଖନ୍ତୁ। ନମସ୍କାର।